ଆଜି ମ୍ୟାପିଂ କ୍ୟାଟାଗୋରୀ ଯେଉଁ ସି କ୍ୟାଟାଗୋରୀ ସି ଆମେ କୋଉମାନଙ୍କୁ କହୁଛୁ ନା ଯେଉଁମାନଙ୍କର ବାପା ଯେଉଁମାନେ ନବବିବାହିତା ଆସିଛନ୍ତି ବା ବିବାହିତା ନାରୀମାନଙ୍କୁ ଆମେ ଯେଉଁ କ୍ୟାଟାଗୋରୀ ସି ପୂର୍ବରୁ ମ୍ୟାପିଂ କରିଥିଲୁ ସେଇମାନଙ୍କ ପାଇଁ ଏଇ ଭିଡ଼ିଓଟିଏ କ୍ୟାଟାଗୋରୀ ସି ମାନଙ୍କୁ ପୂର୍ବରୁ ଯେଉଁ କ୍ୟାଟାଗୋରୀ ସି ହେଇଥିଲା ବା ବି ପ୍ରେଜେନ୍ସି ଯେଉଁମାନେ ଅଛନ୍ତି ଯେଉଁମାନେ ନୂଆ କରି ବି ପ୍ରେଜେନ୍ସି ଯେଉଁମାନେ ନୂଆ କରି ବାହା ହେଇକି ଆସିଛନ୍ତି ବା ତାଙ୍କର ଅଛନ୍ତି ସେଇ ଗୁଡ଼ିକ କେମିତି ମ୍ୟାପିଂ କରିବା ଦେଖନ୍ତୁ ଯେଗୁଡ଼ିକର ନିଜର ବାପା ମାଙ୍କର ଗୋଟେ ପିଲାର ବାପା ଆଉ ମା ତାଙ୍କର ସେଇ ବୁଥରେ ଅଛି ହେଲା ବାପା ଆଉ ମା ସେଇ ବୁଥରେ ଅଛି ତ କିଛି ଅସୁବିଧା ହବନି ସେଠି ଆପଣ ସ୍କାନରରେ ସାର୍ଚ୍ଚ କରିଦେଲେ ବାହାରିଯିବ ହେଲା ବାପା ଆଉ ମାଙ୍କର ଗୋଟେ ପିଲା ଅଛି ତା ବାପା ମା ସେଇ ବୁଥରେ ଅଛନ୍ତି ତାଙ୍କୁ ଆପଣ ପୂର୍ବଥର ମ୍ୟାପିଂ କରିଛନ୍ତି ତ ଆପଣ ସାର୍ଚ୍ଚ ଯେତେବେଳେ କରିଯିବ ବାହାରିଯିବ କିନ୍ତୁ ଯେତେବେଳେ ସି କ୍ୟାଟାଗୋରୀକୁ ଆମେ ବୁଝିବା ସି କ୍ୟାଟାଗୋରୀ ଆଗରୁ ଆମେ କଣ ବୁଝିଥିଲୁ ଯେ ନାଇଁ ଗୋଟିଏ ବୋହୂଟି ମାନେ ଗୋଟେ ଝିଅଟା ଅନ୍ୟ ଆମ ଗାଁରେ ବୋହୂ ହେଇଛି ସେମାନଙ୍କୁ ସି କ୍ୟାଟାଗୋରୀ ଆମେ ବୁଝିଥିଲୁ ତ ସେମାନଙ୍କୁ ବର୍ତ୍ତମାନ ଆମେ କଣ ବୁଝୁଛୁ ନା ବି ପ୍ରେଜେନ୍ସି ମାନେ ସିଏ ଅନ୍ୟ କାହା ବାପା ମାର ଛୁଆ ହେଲା କି? ତ ସେଇ ମାନେ ସେଇ କ୍ୟାଟାଗୋରୀ ଯୋଉ ଅଛନ୍ତି ବି ପ୍ରେଜେନ୍ସି ମାନଙ୍କୁ କେମିତିକା ଆମେ ଯୋଉମାନେ ଆମ ବୁଥର ନୁହନ୍ତି ସେମାନେ ଆଉ ଗୋଟେ ବୁଥର ସେମାନଙ୍କୁ କେମିତିକା ଆମେ ମ୍ୟାପିଂ କରିବା ବା ଅନଲାଇନରେ ଫର୍ମ କେମିତି ପୂରଣ କରିବା ଚାଲନ୍ତୁ ତା ପାଇଁ ଆମେ ପ୍ରଥମେ କଣ ଯିବା ଆପଣମାନେ ଜାଣିପାରୁଥିବେ ଆମର ବିଏଲଓ ଆପ୍ରେ ଯୋଉ ଏସ୍ଆଇଆର୍ ର ଅଛି ଏସ୍ଆଇଆର୍ ର ସ୍ପେଶାଲ ଇଣ୍ଟେନସନ ରିଜିଅନ୍ ତା ଉପରେ ଆପଣମାନେ କ୍ଲିକ୍ କରିଦେଲେ ଯେତେବେଳେ ଆପଣ ତା ଉପରେ କ୍ଲିକ୍ କରିଦଉଛନ୍ତି କଣ କରିବେ ତାପରେ ଆମେ ଇଏଫ୍ ବା ଫିଲ୍ ଇନୁମେରେସନ ଫର୍ମ ଏଇ ଆପ୍ରେ ଆପଣମାନେ କ୍ଲିକ୍ କରିଦେଲେ ବୁଝିପାରିଲେ ତାପରେ ଆପଣମାନେ ଯେତେବେଳେ କ୍ଲିକ୍ କରୁଛନ୍ତି ତ ଆପଣମାନଙ୍କୁ ଏମିତିକା ପେଜରେ ଶୋ କରିଦେବ ଏଠି ଶୋ କଲା ପରେ ଆପଣମାନେ କଣ କରିବେ ସ୍କାନ୍ କରିବେ ଯାହାର ଆପଣ କରିବା ପାଇଁ ଯାଉଛନ୍ତି ଯେଉଁ ବୋହୂଙ୍କର ବା ଯେଉଁ ବି କ୍ୟାଟାଗୋରୀ ଯୋଉମାନେ ଅଛନ୍ତି ହେଲା ଯୋଉମାନେ ବି କ୍ୟାଟାଗୋରୀ ଅଛନ୍ତି ବା ଅନ୍ୟ ଆମ ବୁଥରେ ସେମାନଙ୍କର ନାହିଁ ତାଙ୍କ ବାପା ମାଙ୍କର ବି କ୍ୟାଟାଗୋରୀ କଣ ତାଙ୍କ ବାପା ମାଙ୍କର କଣ ବାପା ମାଙ୍କର ନିଜ ବୁଥରେ ନାହିଁ ଏଇ ବୁଥରେ ଯୋଉ ବୁଥରେ ଆପଣମାନେ କରୁଛନ୍ତି ସେଇ ବୁଥରେ ନଥିବ ନିଜ ବୁଥରେ କଣ କୌଣସି ଡାଟା ନାହିଁ ଅନ୍ୟ ବୁଥରେ ଆମେ ମାନେ ଅନ୍ୟ ବୁଥର କଥା ଚିନ୍ତା କରୁଛୁ ଅନ୍ୟ ବୁଥରୁ ଆସିଥିବା ବା ଅନ୍ୟ ଜିଲ୍ଲାରୁ ଆସିଥିବା ଅନ୍ୟ ରାଜ୍ୟରୁ ଆସିଥିବା ମାନେ ଝିଅମାନଙ୍କର ବା ବୋହୂମାନଙ୍କର ତାଙ୍କୁ କେମିତି କରିବା ମ୍ୟାପିଂ କରିବା ଦେଖନ୍ତୁ ଏଇଠି ସ୍କାନ୍ କରିଦେଲେ ସ୍କାନ୍ କଲା ପରେ ତାଙ୍କ ଡାଟା ଶୋ କରିଦେବ ହେଲା ସ୍କାନ୍ କଲା ପରେ ଯାହାର ଆପଣମାନେ କରିବା ପାଇଁ ଯାଉଛନ୍ତି ମନେ କରିଦେବ ଯାହାର ବି ଆପଣ କରତେ ଚାହୁଁଛନ୍ତି ତାଙ୍କ ନାଁ ଏଠି ସର୍ଚ୍ଚ କରିଦେଲେ ହେଲା ତାର ଏପିକ୍ ନମ୍ବର ଆଉ ତାର ସିରିଆଲ ନମ୍ବର ଶୋ କରିଦେବ ତାପରେ ଆପଣମାନେ କଣ କରିବେ ନା ଫର୍ମ ଉପରେ ଆପଣମାନେ କ୍ଲିକ୍ କରିଦେବେ ବୁଝିପାରିଲେ ଯେତେବେଳେ ଫିଲ୍ ଫର୍ମ ଉପରେ କ୍ଲିକ୍ କରିଦଉଛନ୍ତି ଦେଖନ୍ତୁ ତାର ଡିଟେଲ୍ସ ସିଷ୍ଟମ ଆପଣଙ୍କୁ ଦେଖେଇଦେଲା ଦେଖନ୍ତୁ ସିଷ୍ଟମ ସାର୍ଚ୍ଚ ଏଠି ବୁଝନ୍ତୁ ସିଷ୍ଟମ ଆପଣଙ୍କୁ ଦେଖେଇଦେଲା ତାର ନାଁ ତାର ଏପିକ୍ ନମ୍ବର ଯାହାର ଆପଣ ସାର୍ଚ୍ଚ କରିବେ ତାର ସିରିଆଲ ନମ୍ବର ତାର ରିଲେଟିଭ ନାଁ ତାର ଏଜ୍ କେତେ ତାର ରିଲେସନ ଟାଇପ କଣ ସମ୍ପର୍କ ଆଉ ଏଜ୍ କେତେ ଆପଣଙ୍କୁ ସିଷ୍ଟମ ଦେଖେଇଦେଲା ସିଷ୍ଟମ ଯେତେବେଳେ ଦେଖେଇଦେଲା ତ ଆପଣ ତ ସିଷ୍ଟମ ଦେଖେଇଦେଲା ଯେ ତାର ଦେଖନ୍ତୁ ଏ କ୍ୟାଟାଗୋରୀ ହେଲେ କଣ ଏଠି ତଳେ ଦେଖେଇ ଦଉଥିଲା ଏ କ୍ୟାଟାଗୋରୀ ହେଲେ ଏଇଠି ତଳେ ଦେଖେଇ ଦଉଥିଲା ଆପଣଙ୍କୁ ଭ୍ୟୁ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବ କିନ୍ତୁ ବି କ୍ୟାଟାଗୋରୀ କୋଉମାନେ ଯୋଉମାନେ ନିଜ ବାପା ମା ଧରାଯାଉ ଅଛନ୍ତି ତାଙ୍କର ଏଇ ବୁଥରେ ସେମାନଙ୍କର ମଧ୍ୟ ତଳେ ଦେଖେଇଥିବ ତାଙ୍କ ବାପା ମାଙ୍କ ସହ ତଳେ ଦେଖେଇଥିଲା କିନ୍ତୁ ଏମାନେ ସି କ୍ୟାଟାଗୋରୀ କିନ୍ତୁ ବି ପ୍ରେଜେନ୍ସି ଅର୍ଥାତ୍ ମାନେ ଆମ ବୁଥରେ ସେମାନଙ୍କର ନାଁ ନାହିଁ ତାଙ୍କର ନାହିଁ କି ତାଙ୍କ ବାପା ମାଙ୍କର ନାଁ ନାହିଁ ଅନ୍ୟ ବୁଥରେ ଆସିଛନ୍ତି ତ ଆମକୁ କଣ କରିବା ପାଇଁ କେମିତି ସାର୍ଚ୍ଚ କରିବେ ଏଠି ତ ଆମକୁ ସାର୍ଚ୍ଚ କଲେ ଏଇଠି ଏଇ ଯୋଉ ସିଷ୍ଟମ ସାର୍ଚ୍ଚ ଉପରେ ସାର୍ଚ୍ଚ କଲେ ବହୁତ କଷ୍ଟ ହବ ତ ସବୁଠୁ ସୁବିଧା ଉପାୟ କଣ କରିବେ ଆପଣ ମାନେ ଏଠି ସିଷ୍ଟମ ଆପଣ ସାର୍ଚ୍ଚ ଉପରେ କ୍ଲିକ୍ କରିଦେବେ କୋଉ ଉପରେ କ୍ଲିକ୍ କରିଦେବେ ସାର୍ଚ୍ଚ ଉପରେ ଆ ତଳେ ଗାର ହେଇଯିବ ବ୍ଲୁ କଲର ଯେତେବେଳେ ଆପଣ ସାର୍ଚ୍ଚ ଉପରେ କ୍ଲିକ୍ କରିଦଉଛନ୍ତି ହେଲା ସାର୍ଚ୍ଚ ଉପରେ କ୍ଲିକ୍ କଲା ପରେ ଆପଣ ଏମିତି ଗୋଟେ ଇଣ୍ଟରଫେସ୍ ଆସିଯିବ ତାଙ୍କର ମାନେ ସେଇ ଯୋଉ ଇପିକ୍ ପ୍ରିଣ୍ଟେଡ୍ ଯୋଉ ହେଇଥିବ ଯାହାର ଆପଣ କରୁଛନ୍ତି ତାର ନାଁ ଦେଖେଇବ ତାର ଏପିକି ନମ୍ବର ଦେଖିବ ଆଉ ସିରିଆଲ ନମ୍ବର ଦେଖିବ 2025 ର ତାର ରିଲେଟିଭ ନେମ୍ ଦେଖେଇବ ରିଲେସନ କଣ ଅଛି ଏଜ୍ କେତେ ଦେଖେଇବ ସେଟା ଦେଖିବ ସାର୍ଚ୍ଚ ଉପରେ ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି
ତ ଏଇଠି ଆପଣଙ୍କୁ କଣ କରତେ ପଡ଼ିବ ଦେଖନ୍ତୁ, ସାର୍ଚ ଉପରେ ଯେତେବେଳେ ଆପଣମାନେ କ୍ଲିକ୍ କରିଦେଲେ, ସିଷ୍ଟମ୍ ସାର୍ଚରେ କେବେ କରିବେ ନାହିଁ। ସାର୍ଚ ଉପରେ କ୍ଲିକ୍ କଲା ପରେ ଆପଣ କଣ କରିବେ ନା, ଯେ ସିଏ ଏଠି କଣ କହୁଛି ଇଲେକ୍ଟ୍ର ଇନ୍ 2002 ସେ ଭୋଟର୍ସଟା 2002 ର କି? ନା। ଏଇ ଯୋଉ ଭୋଟର୍ସଟା, ଏଇ ଭୋଟର୍ସଟା 2002 ର କି? ନା। ଯଦି 2002 ହେଇଥାନ୍ତା ତ ସିଏ ଏ ହେଇଯାଇଥାନ୍ତା। ଏଇଟା ହଉଛି ଏ କ୍ୟାଟେଗୋରୀ। ତାହେଲେ ଇଏ କୋଉଠିକାର ଏଇ ଭୋଟର୍ସ? ତାଙ୍କର ବାପା-ମା 2002 ରେ ଅଛନ୍ତି। ଏଇ ଭୋଟର୍ସର ତାଙ୍କ ବାପା-ମା 2002 ରେ ଅଛନ୍ତି। ତ ସେଠି ଆମେ ତା ଉପରେ ଆମେ କ୍ଲିକ୍ କରିଦବା। ହୁଁ। ତାପରେ ଯେତେବେଳେ ଆମେ କ୍ଲିକ୍ କରିଦଉଛେ, ତାପରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଗୋଟେ ପୁଣି ଆସିଯିବ। ପୁଣି ସିଷ୍ଟମରେ ଦେଖେଇଦବ। ସାର୍ଚ କଲେ, ସାର୍ଚ ଆପଣମାନେ ସିଷ୍ଟମର କୁ ମନା କଲି। ତାପରେ ସାର୍ଚ ଉପରେ କ୍ଲିକ୍ କଲା ପରେ, ସାର୍ଚରେ କ୍ଲିକ୍ କଲା ପରେ ଆପଣଙ୍କୁ କଣ କରିବେ ନା 2002 ଉପରେ ଆପଣ ତାର ଯେ ତା ବାପା, ମା, ଜେଜେବାପା, ଜେଜେମା 2002 ରେ ଅଛନ୍ତି। ତାପରେ ଆପଣ ଏଇଠି ଠିକ୍ ଦେଇଦେଲେ। ତାପରେ ଛୁଇଁଦେଲେ। ଛୁଇଁଦେଲା ପରେ ଆପଣଙ୍କୁ ଏମିତିକା ଇଣ୍ଟରଫେସ୍ ଆସିଯିବ। ହେଲା। ଏମିତିକା ଇଣ୍ଟରଫେସ୍ ଆସିଗଲା ପରେ ଏଇଠି ପୁଣି ସାର୍ଚର 2 ଟା ଅପସନ୍। ଗୋଟେ ହଉଛି ସାର୍ଚ ଲୋକେସନ ଫ୍ୟାମିଲି, ଆଉ ଗୋଟେ ସାର୍ଚ ବାଇ ପାର୍ଟ ନମ୍ବର ଆଉ ସିରିଆଲ ନମ୍ବର। ଆପଣ ଏଇ ସାର୍ଚ ଲୋକେସନ ଫ୍ୟାମିଲିରେ କେବେ କରିବେ ନାହିଁ। ଆପଣ କଣ କରିବେ ନା ସାର୍ଚ ବାଇ ଏସସି ଆଉ ପାର୍ଟ ନମ୍ବର ଉପରେ କ୍ଲିକ୍ କରିବେ। ଯେତେବେଳେ କ୍ଲିକ୍ କରୁଛନ୍ତି ଦେଖନ୍ତୁ ଏଇଠି ଗୋଟେ ପାର୍ଟ ପଳେଇ ଆସିଲା ଦେଖନ୍ତୁ। ମୁଁ ଏଇଠି କରୁଛି। ଏଇଟାରେ କରିବେ ନାହିଁ। ଉପରଟା ଯୋଉ ସାର୍ଚ ବାଇ ଲୋକେସନ ବା ଏଇଟାରେ କରିବେ ନାହିଁ, ଏଇଟାରେ କରିବେ। ଦେଖନ୍ତୁ ଏଇଠି ସାର୍ଚ ବାଇ ଏସସି ପାର୍ଟ ନମ୍ବର। ଏଠି ହେଲେ ଆପଣମାନଙ୍କୁ କଣ ସୁବିଧା ହବ ନା ଆପଣ ଧର ସେଇ ଯୋଉ ବି କ୍ୟାଟାଗୋରୀର କରୁଛନ୍ତି ହେଲା, ତାର ଏଇଠି ଆପଣମାନେ ତାର ଷ୍ଟେଟ୍ ମାରିଦେବେ। ତାପରେ ଡିଷ୍ଟ୍ରିକ୍ଟ ଆପଣ ଛୁଇଁଦେଲେ ଡିଷ୍ଟ୍ରିକ୍ଟ ଉପରେ କଣ ଡିଷ୍ଟ୍ରିକ୍ଟ ତାର ତାପରେ ଛୁଇଁଦେଲେ। ତାପରେ ଦେଖନ୍ତୁ ଏଠି କଣ ଦେଇଛି ନା ବିଧାନସଭା କଣ? ବିଧାନସଭା ହଉଛି ଆପଣ ଲେଖିଲେ ବି ଆସିଯାଉଛି ହେଲା। ଆମେ ସାର୍ଚ କରତେ ପଡିବନି। ତା ବିଧାନସଭାର ନମ୍ବର ଯୋଉ ଗୋଟେ ଲେଖିଥିବା ଆମେ କଣ ବିଧାନସଭା ବୋଲି, ସେ ଲେଖିଲେ ବି ସେ ସେଟା ହେଇଯିବ ହେଲା। ଲେଖିଦେଲେ ବି ଆପଣ ଏଠି ଲେଖିଦେବେ। ଯେମିତି କିୱାର୍ଡରେ ଲେଖୁଛନ୍ତି ସେମିତି ଲେଖିଦେଲେ ବି ଆପଣମାନଙ୍କର ଶୋ କରିଦବ। ବୁଝିପାରିଲେ ନା? ଯାହା ଲେଖିବେ। 1 ଲେଖିଲେ ବି ଶୋ କରିଦବ, 2 ଲେଖିଲେ ବି ଶୋ କରିଦବ। କଣ ତାର ସେଇ ଲୋକର କଣ ବିଧାନସଭା ସେଇଟା ଲେଖିଦେଲେ ତାପରେ ଲାଷ୍ଟ ବୁଥ୍ ନମ୍ବର ମଧ୍ୟ ଆପଣ ଟାଇପିଂ କରିଦେବେ। ସଂଖ୍ୟା ଯୋଉ ଅଛି ସେ ସଂଖ୍ୟାକୁ ଆପଣ ଟାଇପିଂ କରିଦେବେ। ଏଠି ଶୋ କରିଦବ ହେଲା। ବିଧାନସଭା ବି ଆପଣ ଟାଇପିଂ କଲେ ଶୋ କରିଦବ। ବୁଥ୍ ନମ୍ବର ବି ଆପଣ ଟାଇପିଂ କଲେ ବି ଶୋ କରିଦବ। ପୁଣି ପାର୍ଟ ସିରିଆଲ ନମ୍ବର ଆପଣ ଟାଇପିଂ କରିବେ। ତାପରେ ଟାଇପିଂ କଲା ପରେ ସେ ଆପଣଙ୍କୁ କଣ ସାର୍ଚ ଅପସନରେ ଦେଖେଇଦବ। ସାର୍ଚ ଡିଟେଲ୍ସ ଉପରେ ଆପଣ କ୍ଲିକ୍ କରିଦେବେ। ତାପରେ ଆପଣଙ୍କର ତାର ବାପା-ମାଙ୍କର ଡିଟେଲ୍ସ ଦେଖେଇଦବ। ଏଇଠି ଦେଖନ୍ତୁ ଏଇଠି। ଏଇଟା ଏଇ ରେଡ୍ କଲର ଅଲଗା ବିଷୟ ହେଲା। ଏଇଟା ସେୟା ନୁହେଁ। ଆର ଅଲଗା କାମ ଅଛି। ସାର୍ଚ୍ଚ କରିଦେଲା ପରେ ଆପଣଙ୍କର 2002 ର ଡିଟେଲ୍ସ ଦେଖନ୍ତୁ ଦେଖେଇଦେଲା ଏଠି। 2002 ର ଡିଟେଲ୍ସ ସିଏ ଦେଖେଇଦେଲା। 2002 ର ଯେତେବେଳେ ଡିଟେଲ୍ସ ଆପଣମାନଙ୍କୁ ଦେଖେଇଦେଲା, 2002 ର ଡିଟେଲ୍ସ ଦେଖେଇଦେଲା। ଆପଣମାନେ ସେମିତି ସାର୍ଚ୍ଚ କଲା ପରେ। ତାପରେ ତ ଆପଣମାନେ ଜାଣିଛନ୍ତି ଭ୍ୟୁ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ ଦେଖନ୍ତୁ। ଭ୍ୟୁ କଣ୍ଟିନ୍ୟୁ ଉପରେ ଆପଣମାନେ କ୍ଲିକ୍ କରିବେ। ଭ୍ୟୁ କଣ୍ଟିନ୍ୟୁ ଉପରେ ଯେତେବେଳେ ଆପଣମାନେ କ୍ଲିକ୍ କରିବେ, ଇଏ ପୁଣି ମୂଳକୁ ପଳେଇ ଆସିଲା। ଏଇଟା ଦେଖନ୍ତୁ। ଏଇ ମୁଁ କହିଲି ଯେମିତି 2002 ରେ ଦେଖେଇଦେଲା। ଭ୍ୟୁ କଣ୍ଟିନ୍ୟୁ ଉପରେ ଆପଣମାନେ ଯେତେବେଳେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ଲାଷ୍ଟ ଏସରେ ଭ୍ୟୁ କଣ୍ଟିନ୍ୟୁ ଉପରେ କ୍ଲିକ୍ କଲେ ଆପଣଙ୍କୁ ଏଇଠି ଦେଖେଇଦବ ଯେ ତା ସହିତ ଆର ସମ୍ପର୍କ କଣ ଅଛି ହେଲା। ଏ ଦେଖନ୍ତୁ ଭ୍ୟୁ କଣ୍ଟିନ୍ୟୁ ଉପରେ ଆପଣ ଯେତେବେଳେ କ୍ଲିକ୍ କରୁଛନ୍ତି, ଲାଷ୍ଟ ଏସଆର ମାନେ 2002 ର ଡିଟେଲ୍ସ ଏଇଠି ତାକୁ ଦେଖେଇ ଦେଇଥିବ। 2002 ଡିଟେଲ୍ସ ଦେଖେଇଦେଲା। ତାପରେ ଆପଣମାନେ କଣ କରିବେ ତାର ଯୋଉ ଭୋଟର୍ସ ବି କ୍ୟାଟାଗୋରୀ ଭୋଟର ସହିତ ଯାହା ସହିତ ଆପଣମାନେ ଯେଉଁ 2002 ର ବ୍ୟକ୍ତିର ତାର ସମ୍ପର୍କ କଣ? ଏଠି ସମ୍ପର୍କ ଲେଖିବେ। ଯେ ସେଟା ତା ବାପା କି ମା କି କଣ ସେଟା ତାକୁ ଲେଖିବେ। ଲେଖିଲା ପରେ ତାପରେ ଆପଣମାନେ ଜାଣିଛନ୍ତି ଡେଟ୍ ଅଫ୍ ବାର୍ଥ ଜେନେରାଲ ଇନଫର୍ମେସନ ଦେଇଦେଲେ। ଆଧାର ନମ୍ବର ଦେଇଦେବେ। ଆଉ ଆଧାର ନମ୍ବର ଦେଲା ପରେ ଆଉ ଗୋଟେ କଣ ଆସିବ? ଆଉ ଆଧାର ନମ୍ବର। ତାପରେ ତାଙ୍କର ମୋବାଇଲ ନମ୍ବର ନାଁ ଦେବେ। ତାପରେ ତାଙ୍କ ବାପାଙ୍କର ଯଦି ବାପାଙ୍କ ନାଁ କମ୍ପଲସରୀ ଦେବେ। କାହାର ବାପାଙ୍କ ନାଁ? ଯୋଉ ପ୍ରିଣ୍ଟେଡ୍ ଯୋଉ ବି କ୍ୟାଟାଗୋରୀର ତାର ନିଜସ୍ୱ ଜନ୍ମ କଲା ବାପା ମାଙ୍କ ନାଁ ଦେବେ। ଜନ୍ମକର ବାପାର ନାଁ ଦେବେ। ଆଉ ଯଦି ଇପିକ୍ ନମ୍ବର ଥାଏ ଇପିକ୍ ନମ୍ବର ଦେବେ। ଆଉ ଜନ୍ମ କରିଥିବା ମାଙ୍କ ନାଁ, ଜନ୍ମ କରିଥିବା ମାଙ୍କ ନାଁ ଦେବେ। ଏଟା କମ୍ପଲସରୀ। ଆଉ ଯଦି ସିଏ ବାହା ହେଇଛି ତାର ସ୍ୱାମୀ ନାଁ ଦେଇଦେବେ। ତାର ସ୍ୱାମୀ ନାଁ ଦେଇଦେବେ। ତାପରେ ଆପଣମାନେ କଣ କରିବେ? ସ୍ୱାମୀ ନାଁ ଦେଲା ପରେ ଆପଣ ଯୋଉ ଫର୍ମଟା ଅଛି ତାକୁ ଆପଣ ଫାଷ୍ଟ ପେଜ୍ ଯୋଉ ଅଛି ଫାଷ୍ଟ ପେଜ୍ ଉପରେ ଆପଣମାନେ କଣ କରିବେ? ପେଜ୍ 1 ଉପରେ କ୍ଲିକ୍ କରିଦେଲେ।
ଫାର୍ଷ୍ଟ ପେଜ୍‌କୁ ଆପଣମାନେ ଅପଲୋଡ୍ କରିଦେବେ। ତାପରେ ଫଟୋ ଯୋଉ ଚେଞ୍ଜ କରିଥିବେ ଫଟୋ ଦେଇଦେଲେ। ଯଦି ନାହିଁ ଚେଞ୍ଜ କରିଥିବ ତଳେ ଥିବ କ'ଣ ସବମିଟ୍ ଅପସନ୍। ସବମିଟ୍ ବଟନ୍ ଥିବ। ସବମିଟ୍ ଉପରେ ଆପଣ ଯେତେବେଳେ କ୍ଲିକ୍ କରିଦଉଛନ୍ତି, ତାପରେ କ'ଣ ଲେଖିଦବ ସବମିଟ୍ ସବମିଟେଡ୍ ସକ୍ସେସଫୁଲି। ସବମିଟେଡ୍ ସକ୍ସେସ୍ SUCFULL ସବମିଟେଡ୍ ସକ୍ସେସଫୁଲି ଓକେ ଥିବ। ଓକେ ଉପରେ କ୍ଲିକ୍ କରିଦେଲେ ସିଏ ହେଇଯିବ। ବୁଝିପାରିଲେ? ମୁଁ ଆଶା କରୁଛି। ଏତିକ କଥା ଗୋଟେ ମନେ ରଖନ୍ତୁ, ଯୋଉମାନେ ବି କ୍ୟାଟାଗୋରୀ ଏଇନା ସମସ୍ତେ କୋଉମାନେ ହେଇଛନ୍ତି, ଯୋଉମାନେ ଆଗରୁ ସି କ୍ୟାଟାଗୋରୀ ଥିଲେ, ଯୋଉମାନେ ବୋହୁଗା, ସେମାନେ ଆମ ବୁଥର ନୁହନ୍ତି କିନ୍ତୁ ବାହା ହେଇକି ଆମ ବୁଥକୁ ଆସୁଛନ୍ତି, ସେଇମାନଙ୍କ ପାଇଁ ଏଇ ଭିଡିଓଟି। ଧନ୍ୟବାଦ ଭାଇମାନେ।